ଚାଲନ୍ତୁ ଆଜି ବନେଇବା ଅମୃତଭଣ୍ଡାର ଟୁଟି ଫ୍ରୁଟି। ତ ମୁଁ ଫାଳେ ଅମୃତଭଣ୍ଡାରୁ ଏଇଭଳି ଭାବରେ ପୁରା କଲରଫୁଲ ଟୁଟି ଫ୍ରୁଟି ବନେଇକି ରେଡି କରିଦେଇଛି। ଏଇ ଟୁଟି ଫ୍ରୁଟିଟା ଆମେ ସାଧାରଣତଃ ଫ୍ରୁଟ୍ କେକ୍ରେ ବନେଇଥାଉ, ଫ୍ରୁଟ୍ କେକ୍ ବନେଇବାରେ ୟୁଜ୍ କରିଥାଉ, ନହେଲେ ଆମର ଟୁଟି ଫ୍ରୁଟି କେକ୍ ବନେଇବାରେ ୟୁଜ୍ କରିଥାଉ, ଆଉ ପ୍ଲମ୍ କେକ୍ରେ ମଧ୍ୟ ୟୁଜ୍ କରିଥାଉ। ତ ଚାଲନ୍ତୁ ଆଜି ଏଇ ଟୁଟି ଫ୍ରୁଟିଟିକୁ ଆମେ ଘରେ ବନେଇବା। ମୁଁ ଫାଳେ ଅମୃତଭଣ୍ଡାକୁ ଛୋଟ ଛୋଟ ପିସ୍ କରିକି କାଟିକି ଧୋଇକି ନେଇଯାଇଛି। ଆଉ ଗୋଟେ କଡ଼େଇରେ ପାଣି ନେଇଯାଇଛି। ପାଣି ଫୁଟିଲେ ଆମେ ସେ ଅମୃତଭଣ୍ଡାକୁ ଦେଇଦେବା। ଅମୃତଭଣ୍ଡାଟିକୁ ଅଧା ସିଝିବା ପର୍ଯ୍ୟନ୍ତ କୁକ୍ କରିବା। ଦେଖିବେ ଅମୃତଭଣ୍ଡାର ଟିକେ କଲର ଟିକେ ଚେଞ୍ଜ ହେଇ ଆସିଲେ ଆପଣମାନେ ଜାଣିପାରିବେ। ତାକୁ କଣ କରିବେ ନା ଆଉ ଗୋଟେ ପ୍ଲେଟକୁ କାଢି ନେବେ ବା ଆକୁ ଛାଣି ନେବେ। ତ ଫ୍ରେଣ୍ଡସ୍, ଆମେ ଏଇଟା ଅମୃତଭଣ୍ଡାରୁ ତିଆରି କରୁଛୁ ଏ ଟୁଟି ଫ୍ରୁଟିଟି। ଆଉ ଟୁଟି ଫ୍ରୁଟିଟି ଆପଣମାନେ ତରଭୁଜରୁ ମଧ୍ୟ ବନେଇ ପାରିବେ। ତ ତାପରେ କଣ କରିବା ନା ଛାଣି ସାରିଲା ପରେ ଆମେ କଡ଼େଇରେ ଚିନି ନେଇଯିବା। ଚିନି ଆପଣମାନେ ସ୍ୱାଦ ଅନୁସାରେ ନେବେ। ମୁଁ ଗୋଟେ କପ୍ ପାଇଁ ଗୋଟେ କପ୍ ନେଇଯାଇଥିଲି ଚିନି। ଚିନି ନେଇକି ତାକୁ ପାଣି ଦେଇଦେବେ, 2 କପ୍ ପାଣି ଦେଇଦେଇକି ତାକୁ ଭଲ ଭାବରେ ମିକ୍ସ କରିନେବେ। ଚିନିଟା ଯେତେବେଳେ ପୁରା ମିକ୍ସ ହେଇଯିବ ପାଣି ସହିତ, ତାପରେ ଆମେ ଯୋଉ ଅଧା କୁକ୍ କରି ରଖିଥିଲେ ଅମୃତଭଣ୍ଡା ତାକୁ ସେଥିରେ ଦେଇଦେବା। ଦେଇକି ପୁରା କୁକ୍ କରିବା ପାଇଁ ଛାଡ଼ିଦେବା। ଆଉ ଚିନି ପାଣି ମଧ୍ୟ ପୁରା ଶୁଖିଯିବ, ସେଇ ପର୍ଯ୍ୟନ୍ତ ଆମେ ପୁରା କୁକ୍ କରିବା। ଦେଖନ୍ତୁ ଏଇଭଳି ଭାବରେ ଚେକ୍ ମଧ୍ୟ କରିବେ ଯେ ଆମର ଅମୃତଭଣ୍ଡାଟି ପୁରା କୁକ୍ ହେଇଛି କି ନାହିଁ। ଆପଣମାନେ ଚେକ୍ କରିକି ତାକୁ ଗ୍ୟାସର ଫ୍ଲେମ୍କୁ ଅଫ୍ କରିଦେବେ। ତାପରେ ଆମେ କଣ କରିବା ନା ଆଉ ଗୋଟେ ପ୍ଲେଟକୁ କାଢି ନେବା। ଆମର ଏବେ ରେଡି ହେଇଯାଇଛି। ମୁଁ 3ଟି କଲରରେ ଟୁଟି ଫ୍ରୁଟି ବନାଉଛି। ତାପରେ 3ଟି କଲରରେ ମୁଁ ଏଠି ବନାଉଛି, ସେଥିପାଇଁ 3ଟି ପ୍ଲେଟରେ କଣ କରିଥିଲା ସବୁ କାଢି ନେଇଥିଲି ଅମୃତଭଣ୍ଡାକୁ। ତାପରେ ଆମେ ଏଠି ଫୁଡ୍ କଲର ଦେଇଦେବା। ଏଇଟା ହଉଛି କେକ୍ ବନାଯାଏ ଯୋଉ କଲର, ସେଇ କଲର ମୁଁ ଦେଇଛି। ତ ଫୁଡ୍ କଲର ଆପଣମାନେ ପାଉଡର କଲର ମଧ୍ୟ ଦେଇପାରିବେ। ତ ଏଇଭଳି ଭାବରେ ମୁଁ ରେଡ୍ କଲର ଦେଇଦେଇଛି, ଗ୍ରୀନ୍ କଲର ଦେଇଦେଇଛି, ଆଉ ଦେଇଦେଇଛି ୟେଲୋ କଲର। ତାପରେ କଣ କରିବା ନା ମିକ୍ସ କରିନେବେ। ଆଗେ ରେଡ୍ କଲରକୁ ମିକ୍ସ କରିନେବା, ତାପରେ ଗ୍ରୀନ୍ କଲର, ତାପରେ ୟେଲୋ କଲର ମିକ୍ସ କରିସାରିଲା ପରେ ମୁଁ ଏଇଟା ଆକ୍ଚୁଆଲି ରାତିରେ ବନେଇଥିଲି। ପୁରା ରାତି ସାରା ମୁଁ ଛାଡ଼ି ଦେଇଥିଲି। ପୁରା ଚିନି ପାଣି ସହିତ ସେ ଅମୃତଭଣ୍ଡାଟି ପୁରା ଶୁଖିଯିବ ତା ସହିତ, ସେଥିପାଇଁ ମୁଁ ପୁରା ରାତି ସାରା ଛାଡ଼ି ଦେଇଥିଲି। ଆପଣମାନେ ବି ଏଇଭଳି ଭାବରେ କରନ୍ତୁ। ତାପରେ ମୁଁ ସକାଳୁ ଆପଣମାନଙ୍କୁ ଦେଖଉଛି। ଦେଖନ୍ତୁ ପୁରା ଆମର ଚିନି ପାଣିଟି ଶୁଖି ଯାଇଛି ଅମୃତଭଣ୍ଡା ସହିତ। ଦେଖନ୍ତୁ ତାପରେ କଣ କରିବା ନା ଆଗେ ଆମେ ତାକୁ କଣ କରିବା ନା ମିକ୍ସ କରିନେବା। ପ୍ରଥମେ ଚାମଚ ସାହାଯ୍ୟରେ ଆଗେ ମିକ୍ସ କରିବା। ଦେଖନ୍ତୁ କେତେ ସୁନ୍ଦର ଆଉ କଲରଫୁଲ ପୁରା ବନେଇଛି। ମିକ୍ସ କରିବା। ତାପରେ ଆକୁ ମିକ୍ସ କରିସାରିଲା ପରେ ଆମେ କଣ କରିବା ନା ଶୁଖେଇଦେବା। ଆପଣମାନେ ଫ୍ୟାନ୍ ତଳେ ଶୁଖେଇବେ। ଗୋଟେ ପ୍ଲେଟ ନେଇ ଆସିବେ। ପ୍ଲେଟ ଉପରେ ଟିସ୍ୟୁ ପେପର ହଉ କିମ୍ବା କଟନର କପଡା ହଉ ଆପଣମାନେ ତା ଉପରେ ପକେଇ ନେବେ। ପକେଇ ଦେଇକି ତାକୁ ଫ୍ୟାନ୍ ତଳେ ପୁରା ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦେବେ। ଦେଖନ୍ତୁ ଏଇଭଳି ଭାବରେ ସବୁ ଟୁଟି ଫ୍ରୁଟିକୁ ମୁଁ କାଢି ଦେଇଛି। ରେଡ୍ କଲର, ଗ୍ରୀନ୍ କଲର ଆଉ ୟେଲୋ କଲର, ଆପଣ ଚାହିଁଲେ ଅରେଞ୍ଜ କଲରର ବି ବନେଇ ପାରିବେ। ତ ତାକୁ କାଢି ଦେଇକି କଣ କରିବା ନା ଫ୍ୟାନ୍ ତଳେ ପୁରା ଶୁଖିବା ପରେ ନିହାତି 4ରୁ 5 ଘଣ୍ଟା, ମୁଁ ପୁରା 5ରୁ 6 ଘଣ୍ଟା ଛାଡ଼ି ଦେଇଥିଲି ଫ୍ୟାନ୍ ତଳେ। ସେ ପୁରା ଶୁଖି ଯାଇଥିଲା। ତ ନିହାତି 4ରୁ 5 ଘଣ୍ଟା ଆପଣମାନେ ଫ୍ୟାନ୍ ତଳେ ଛାଡ଼ିଦେବେ, ଶୁଖିଯିବ। ଶୁଖିଗଲା ପରେ ଆପଣମାନଙ୍କୁ ମୁଁ ଦେଖେଇବି କେମିତି କଲରଫୁଲ ଆମର ଟୁଟି ଫ୍ରୁଟି ବନେଇଛି। ଫ୍ରେଣ୍ଡସ୍, ମୁଁ ପ୍ଲମ୍ କେକ୍ ବନେଇବା ପାଇଁ ଟୁଟି ଫ୍ରୁଟି ବନେଇବି ବୋଲି ଟୁଟି ଫ୍ରୁଟି ମାର୍କେଟରେ ବହୁତ ରେଟରେ ବନଉଛି, ସେଥିପାଇଁ ମୁଁ ଘରେ ଭାବିଲି ବନେଇକି ରେଡି କରିଦେବି। ଆଉ ବହୁତ ଶସ୍ତାରେ ମଧ୍ୟ ବନେଇକି ରେଡି ହେଇଯିବ। ଦେଖନ୍ତୁ ତାପରେ ମୁଁ ଦେଖଉଛି 4ରୁ 5 ଘଣ୍ଟା ପରେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ରେଡି ହେଇଯାଇଛି। ପୁରା ଶୁଖି ଯାଇଛି। ଦେଖନ୍ତୁ ହାତରେ ବି କିଛି ଲାଗୁନି, କଲର କିଛି ବି ଲାଗୁନି, ପୁରା ଶୁଖିକି ରେଡି ହେଇଯାଇଛି। ଏବେ ଆପଣମାନେ କଣ କରିବେ ନା ଏୟାର ଟାଇଟ୍ କଣ୍ଟେନରରେ ଭରିକି ଆପଣ ବହୁତ ଦିନ ପର୍ଯ୍ୟନ୍ତ ରଖିକି ୟୁଜ୍ କରିପାରିବେ। ଯେତେବେଳେ ବି କେକ୍ ବନଉଛନ୍ତି ଆପଣମାନେ ୟାକୁ ୟୁଜ୍ କରିପାରିବେ। ବହୁତ ପରିମାଣରେ ବନେଇକି ମଧ୍ୟ ରଖିପାରିବେ, ରଖିକି ୟୁଜ୍ କରିପାରିବେ। ତ ଫ୍ରେଣ୍ଡସ୍, ଏଇଭଳି ଭାବରେ ଆପଣମାନେ ଘରେ ବନେଇକି ରଖନ୍ତୁ। ରହିଲି, ପୁଣି ଦେଖାହବ ନେକ୍ସଟ ଭିଡିଓରେ।